ଏମନ୍ତ କେତେ ଦିନ ଗଲା ଦିନୁ ଯେ ବିତାରିଲା ସନ୍ତୋଷେ ପିତୃ ଲୋକ ତାର ଏମନ୍ତ ବୋଇଲା ଏମନ୍ତ ମନେ ବିଚାରିଲା ମନ୍ଦର ଗିରିରେ ମିଳିଲା ସୁରଭ ନିତା କ୍ରୀଡ଼ା ସ୍ଥାନେ ତହିର ନିଗମରେ ବନେ ସଂସାର କର୍ମକୁ ଚେଧାଇ ବସିଲା ସ୍ଥିର ମନ ହୋଇ ତାହା ଜାଣିଲେ ଭଗବାନ ଯେ ପ୍ରଭୁ ସୃଷ୍ଟିର କାରଣ ଅତି ସୁନ୍ଦରୀ ଅପସରା ପୂର୍ବକୃତ ନାମ ତାହାର ଉପବନେ ଲାଗେ ମିଳିଲା ଅପସରା ବେଗେ ଅତି ମଣ୍ଡୁଳ ମନୋହାରୀ ବିବିଧ ବିପଟା ଆଚରି ଘନ କାନନ ଲତା ମାନ ଅଛନ୍ତି ନାନା ପକ୍ଷୀଗଣ କନ୍ୟା ବିରାମ ଧନୀ ମାନେ କରନ୍ତି ହରଷିତ ମନେ ସୁସ୍ତରୀ ମହଲ ସାଧୁ ବାରି ବିବିଧ କଳାଶୟ ପୁରୀ କୁକୁଟକ କାଣ୍ଡକ ହସ କରନ୍ତି ଋତୁର ବିଳାସ କାନନେ ନାନା ପୁଷ୍ପସାର ପଦ୍ମପୁରୀତ ସରୋବର ମଧୁପ ବନ ବହେ ନିତ୍ୟ ତାହା ଦେଖି କନ୍ୟା ସହିତ କରଇ ଲଳିତ ଗାୟନ ବିନାଶେ ପାଦ ଗୋପୀମାନ ଚରଣୀ ନିପୁର ତାହାର ଧ୍ୱନି ଉଠଇ ନିରନ୍ତର ଅତି ମଧୁର ତାହା ଶୁଣି ନୃପକୁମାର ଶିରୋମଣି ସମାଧି ଲୋକକୁ ତାହାର ନୟନ କମଳ ଯୋଗର ବିଶତ ବିକଶିତ ହେଲା ମଧୁରେ ସେ ହସିଲା ନିକଟରେ ତାର ମୁଖ ଦେଖି ପିଛାଡ଼ି ନ ପାରଇ ଆଖି ଭ୍ରମର ପତି ସେ ଦେଶନ ପୁଷ୍ପଗଣଇ ମନେ ମନ ଦେବତା ଆଦି କରି ଯେତେ ଉଲ୍ଲାସ ହୁଅନ୍ତି ଜଗତେ ବିହାର ଅବଲୋକନରେ ଶରୀର ବଦନୁ ମଧୁରେ ପ୍ରାଣୀର ମନକୁ ସେ ନେଇ ଅନଙ୍ଗେ ଅସ୍ଥିର କରାଇ ସେ ଯେତେବେଳେ ବାକ୍ୟ କହି ବନକୁ ସୁଗନ୍ଧ ଆଶ୍ରୟୀ ତେଣୁ ଭୃଙ୍ଗଗଣ ଭ୍ରମନ୍ତି ସାର ସନ୍ନିଧାନ ଯେନୁ ନ ପାରେ ବେগে ଯାଇ ପବନେ ବସନ ବଞ୍ଚଳଇ ତା ଦେଖି ନୃପତି ନନ୍ଦନ ହୋଇଲା ଅନଙ୍ଗେ ବଦନ ଯୋଡ଼ର ପ୍ରାୟ ସେ ହୋଇଲା କାହୁଁଠୁ ଅଇଲୁ ବଇଲା ବନ ଦେବତା ମାୟା କରି ବନେ ରଖିବ ବନେ ହାରି। ଏଇଟା କୋଉ ବିଷୟ କଣ ଟିକେ ବୁଝେଇକି